ମାନେ ଜାଣନ୍ତି ଡର ଆଉ ଭରସା, ଫେଥ୍ ଆଉ ଫିଅର ଏ ଦିଟା ଜିନିଷରେ ଗୋଟେ କମନ ଜିନିଷ ଥାଏ। କଣ ଜାଣିଛନ୍ତି? ଆମେ ସେଇ ଜିନିଷ ବିଷୟରେ ଭାବୁ କିମ୍ବା ସେଇ ଘଟଣା ବିଷୟରେ ଭାବୁ ଯୋଉଟା କି ଏପର୍ଯ୍ୟନ୍ତ ହେଇନି, ହବାର ଅଛି, ହୁଏତ ହେଇପାରେ ଆଗକୁ, ବୋଧେ ହେଇପାରେ, ବୋଧେ ନ ହେଇପାରେ। ଯାହାଙ୍କୁ ଡର ଥାଏ, ଭୟ ଥାଏ, ସେମାନେ ଭାବନ୍ତି କଣ ଗୋଟେ ଗଡବଡ ହେଇଗଲା, ଏଇଟା ହେଲାନି, ସେଇଟା ହେଲାନି, ଆଗକୁ ସେଇଟା ଯଦି ହେଇଯିବ କି, ଆଗକୁ ଏ ଖରାପ ଜିନିଷଟା ହେଇଯିବ କି, ଆଗକୁ ସେ ଖରାପ ଜିନିଷଟା ହେଇଯିବ କି। ଆଉ ଯାହାକୁ ଭରସା ଥାଏ ସେ ସବୁବେଳେ କୁହେ ମୋର ଭଲ ହବ, ମୋର ଆଗକୁ ଏଇଟା ଭଲ ହବ, ମୋର ଆଗକୁ ସେଇଟା ଭଲ ହବ। ତ ମାନେ ଏଇ ଦିଟା ଗୋଟେ ଏମିତି ଜିନିଷ ଯୋଉଟା ଆପଣ ଡରରେ ବି ସେଇ ଜିନିଷ କଥା ଭାବୁଥିବେ ଯୋଉଟା ଏପର୍ଯ୍ୟନ୍ତ ହେଇନି, ଭରସା ବି ଆପଣଙ୍କର ସେଇ ଜିନିଷ ଉପରେ ଥିବ ଯୋଉଟା କି ଆଗକୁ ହୁଏତ ହବାର ଅଛି। ତ ଦିଟା ଜାଗାରେ ଏଇଟା ଗୋଟେ ବହୁତ ସାମଞ୍ଜସ୍ୟ ଥିବା ଜିନିଷଟି। ତ ମୁଁ ଭାବେ ଯେ ଯଦି ଭାବିବାର ହିଁ ଅଛି ଯୋଉଟା ଆଗକୁ ହେଇନି, ଏପର୍ଯ୍ୟନ୍ତ ହେବାର କୌଣସି ଦେଖାଯାଉନି, ମାନେ ଏପର୍ଯ୍ୟନ୍ତ ଆମ ବର୍ତ୍ତମାନରେ ସେ ଜିନିଷ ଘଟିନି, ଭବିଷ୍ୟତରେ ହେଇପାରେ, ତାହେଲେ ଭଲ ଭାବିଦବା ନା। ଦିଟା ଜିନିଷ ଭାବିଥିବା ଆମ ସହିତ ଚାରିଟା ଭଲ ହେଇଯାଇପାରେ। ହଁ, ଚାରିଟା ଭାବିଥିବା ଦିଟା ଭଲ ହେଇପାରେ, ଦିଟା ଖରାପ ବି ହେଇପାରେ। କିନ୍ତୁ ଖରାପ ହବ ବୋଲି ସେଇଆ ଭାବିକି ମୁଣ୍ଡକୁ କାହିଁକି ଏତେ ଦୋଷ ଦବା? କଣ ପାଇଁ ଏତେ ଟେନସନ ନବା? 4 ଦିନର ଜୀବନ ଖୁସିରେ ବଞ୍ଚିବା। କଣ ଠିକ କହିଲି ତ?